ଦୃଷ୍ଟିରେ ପରିବର୍ତ୍ତନ କର। ଖରାପକୁ ଭଲରେ ପରିବର୍ତ୍ତନ କରିବାର ଚାରିଗୋଟି ସାଧନ ରହିଛି। ଯେଉଁ ସାଧକ ଏହି ଲାଭଜନକ ସାଧନମାନଙ୍କର ସତ୍ ବ୍ୟବହାର କରୁଥାଏ, ତାଙ୍କର ଦୃଷ୍ଟି ଖରାପ ଏବଂ ଅସତ୍ ପଦାର୍ଥମାନଙ୍କୁ ଦୂରୀଭୂତ ହୋଇଥାଏ। ତୁମେ ଏହି ସାଧନର ଅଭ୍ୟାସ କରି ଦେଖ। ମନେ ରଖ କି କୌଣସି ବ୍ୟକ୍ତି 100% ବା ସମ୍ପୂର୍ଣ୍ଣ ରୂପେ ପୂର୍ଣ୍ଣତା ପ୍ରାପ୍ତ କରି ନପାରେ। ଏଣୁ ପ୍ରତ୍ୟେକ ବ୍ୟକ୍ତିଠାରେ କେବଳ ଉତ୍ତମ ଗୁଣ ଦେଖିବାର ଅଭ୍ୟାସ ବୃଦ୍ଧି କର। ଖରାପକୁ ଦୂର କରିବା ପାଇଁ ଏହା ଏକ ଫଳପ୍ରଦ ଉପାୟ। ଏହି ଜଘନ୍ୟ ପ୍ରକାର ବ୍ୟଭିଚାରୀ ମଧ୍ୟ ଏକ ଉତ୍ତମ ସାଧୁ ହୋଇପାରେ। ବ୍ୟଭିଚାରକୁ ଘୃଣା କର, କିନ୍ତୁ ବ୍ୟଭିଚାରୀକୁ ନୁହେଁ। ଅସତ୍ୟ ଘୃଣ୍ୟ ଅସତ୍ ମାର୍ଗରେ ଯାଉଥିବା ବ୍ୟକ୍ତି ସତ୍ ମାର୍ଗ ପ୍ରଦର୍ଶନ କରାଇ ତାହାର ଜୀବନକୁ ମହତ୍ କରିପାରେ। ସର୍ବଦା ମନେ ରଖ କି ଭଗବାନ ନାରାୟଣ ସ୍ୱୟଂ ଚୋର, ଡାକୁ, ବେଶ୍ୟା, ବ୍ୟଭିଚାରୀ ରୂପରେ ଏହି ଜଗତ୍ରୂପୀ ନାଟ୍ୟଶାଳାରେ ଅଭିନୟ କରୁଛନ୍ତି। ସମସ୍ତ ତାଙ୍କର ଖେଳ ଓ ଲୀଳା ଅଟେ। ଏପରି ବିଚାର ମନରେ ପ୍ରବେଶ କଲେ ଦୃଷ୍ଟିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଥାଏ। ସବୁଥିରେ ଆତ୍ମଦୃଷ୍ଟି ରଖ। ସର୍ବକ୍ଷେତ୍ରରେ ନାରାୟଣକୁ ହିଁ ବିଦ୍ୟମାନ ଦେଖ। ତାଙ୍କ ଅସ୍ତିତ୍ୱ ଅନୁଭବ କର। ଏକ ବୈଜ୍ଞାନିକ ଦୃଷ୍ଟିରେ ସ୍ତ୍ରୀ ବିଦ୍ୟୁତ୍କରଣର ସମଷ୍ଟି ମାତ୍ର। କର୍ଣ୍ଣାଦି ଋଷିଙ୍କର ବୈଶେଷିକ ଦର୍ଶନରେ ପଣ୍ଡିତମାନଙ୍କ ପାଇଁ ସ୍ତ୍ରୀ ପରମାଣୁ ବହିର୍ଦ୍ୟୁମ୍ନ ତଥା ସମୂହ ମାତ୍ର ଅଟେ। ଏକ ବ୍ୟାଘ୍ର ପାଇଁ ସେହି ସ୍ତ୍ରୀ ଏକ ସୁସ୍ୱାଦୁ ଖାଦ୍ୟ ଅଟେ। କାମୁକ ଘୃଣ୍ୟ ପାଇଁ ସ୍ତ୍ରୀ କାମ କ୍ରୀଡ଼ାର ଏକ ପଦାର୍ଥ। କ୍ରନ୍ଦନ କରୁଥିବା ଶିଶୁ ପାଇଁ ସେ ପୁଣି ସ୍ନେହମୟୀ ମାତା, ଏକ ଉଚ୍ଚ କୋଟିର। ବୈରାଗ୍ୟବାନ ମହାତ୍ମା ପାଇଁ ସ୍ତ୍ରୀ ସଚ୍ଚିଦାନନ୍ଦ ଆତ୍ମା ତୁଲ୍ୟ। ମନର ରୂପ ବଦଳାଇ ଦିଅ, ନାରୀ ଜାତିକୁ ସମ୍ମାନ ଦିଅ, ତେବେ ଯାଇ ଏ ଜଗତ ତୁମକୁ ସ୍ୱର୍ଗ ଜଣାପଡ଼ିବ। ଏକାଗ୍ରତା ଓ ଧ୍ୟାନ। ଦୋଷ ବନ୍ଧଶ୍ଚିତ୍ତଶ୍ରଦ୍ଧା ସାଧାରଣ, ଅର୍ଥାତ୍ ବାହାର ଓ ଭିତର କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ମନକୁ ସ୍ଥିର କରିବାର ନାମ ଏକାଗ୍ରତା ଅଟେ। ଲକ୍ଷ୍ୟ ସ୍ଥିର ନ କଲେ ମନ ଏକାଗ୍ର ହୋଇ ନପାରେ। କାର୍ଯ୍ୟ, ରୁଚି ତଥା ଦୃଷ୍ଟି କୌଣସି ନିର୍ଦ୍ଦିଷ୍ଟ ସ୍ପଷ୍ଟ ବସ୍ତୁ ଉପରେ ସ୍ଥିର କରିବା ଦ୍ୱାରା ଏକାଗ୍ରତା ସଫଳତା ମିଳେ। ଇନ୍ଦ୍ରିୟଗୁଡ଼ିକ ଧ୍ୟାନ ଭଗ୍ନ କରିଦିଅନ୍ତି ତଥା ମନକୁ ଚଞ୍ଚଳ କରିଦିଅନ୍ତି। ମନ ଅସ୍ଥିର ଥିଲେ ତୁମେ କେବେ ଉନ୍ନତି ଲାଭ କରିପାରିବ ନାହିଁ। ଯେତେବେଳେ ମନ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥିର ହୋଇଯାଏ, ସେତେବେଳେ ମନ ଏକାଗ୍ର ହୁଏ ଓ ଶାନ୍ତ ତଥା ଆନନ୍ଦ ମିଳେ। ଅଖଣ୍ଡ ଧୈର୍ଯ୍ୟ, ବଜ୍ର କାଠର ଇଚ୍ଛାଶକ୍ତି, ଅକ୍ଳାନ୍ତ ପରିଶ୍ରମ ଇତ୍ୟାଦି ଅଭ୍ୟାସ ନିରନ୍ତର ହେବା ଦରକାର। ନଚେତ୍ ଆଳସ୍ୟ ତଥା ଅନ୍ୟାନ୍ୟ ବିଘ୍ନକାରକ ଦୁର୍ଗୁଣମାନ ତୁମକୁ ଲକ୍ଷ୍ୟଭ୍ରଷ୍ଟ କରିଦେବ। ଉଚିତ ତଥା ଦୃଢ଼ ରୂପେ ଅଭ୍ୟାସ କରିବାର ମନକୁ ଅନ୍ୟ ସମସ୍ତ ବିଚାରଗୁଡ଼ିକୁ ଦମନ କରିବା ଭିତରେ ବାହାରେ କୌଣସି ଲକ୍ଷ୍ୟ ଉପରେ ଏକାଗ୍ର କରିପାରେ। କୌଣସି ନା କୌଣସି ବସ୍ତୁ ଉପରେ ମନକୁ ଏକାଗ୍ର କରିବା ସ୍ୱାଭାବିକ ଶକ୍ତି ସମସ୍ତଙ୍କଠାରେ ଥାଏ, କିନ୍ତୁ ଆଧ୍ୟାତ୍ମିକ ଉନ୍ନତି ପାଇଁ ଉଚ୍ଚ ଧରଣର ଏକାଗ୍ରତା ଆବଶ୍ୟକ। ଯାହାଠାରେ ମନକୁ ଏକାଗ୍ର କରିବାର ଶକ୍ତି ଅଧିକ ଥାଏ, ସେ ଅଳ୍ପ ସମୟ ମଧ୍ୟରେ ଅଧିକ କାର୍ଯ୍ୟ କରିପାରେ। ଏକାଗ୍ରତା ବେଳେ ମନ ସହିତ ବିଶେଷ ସଂଘର୍ଷ ଉତ୍ପନ୍ନ କରିବା ଠିକ୍ ନୁହେଁ। ଯାହାର ମନରେ ବିଷୟ ବାସନା ତଥା ନାନା ପ୍ରକାର ସାଂସାରିକ ବ୍ୟଭିଚାର ଭରି ରହିଛି, ସେ କେବେ କ୍ଷଣକାଳ ପାଇଁ ମଧ୍ୟ ମନକୁ ଏକାଗ୍ର କରିପାରିବ ନାହିଁ। ବ୍ରହ୍ମଚର୍ଯ୍ୟ, ପ୍ରାଣାୟାମ, ଅନାବଶ୍ୟକ ପଦାର୍ଥ ପରିତ୍ୟାଗ, କାମ ତେଜ ପଦାର୍ଥର ତ୍ୟାଗ, ଇନ୍ଦ୍ରିୟମାନଙ୍କ ଉପରେ ଏକାନ୍ତ ନିୟନ୍ତ୍ରଣ, ଲୋଭ, କ୍ରୋଧ, କୁସଙ୍ଗତି, ସିନେମା, ଶସ୍ତା ନୋଭେଲ ଇତ୍ୟାଦି ତ୍ୟାଗ ନ କଲେ ଏକାଗ୍ରତା ଶକ୍ତି କେବେ ହିଁ ବୃଦ୍ଧି ପାଇବ ନାହିଁ।
ସାଂସାରିକ କଷ୍ଟ ତଥା ଯାତନା ମନକୁ ମୁକ୍ତି ପାଇବା ପାଇଁ ଏକାଗ୍ରତା ହିଁ ଏକମାତ୍ର ଉପାୟ। ଏକାଗ୍ରତା ଅଭ୍ୟାସ କରୁଥିବା ବ୍ୟକ୍ତି ସନ୍ନିହିତ ହୁଏ ତଥା ମାନସିକ ଶାନ୍ତି ମିଳିଥାଏ ଏବଂ ଯେକୌଣସି କାର୍ଯ୍ୟର ସଫଳତା ମିଳିଥାଏ ଓ ବିଚାରଧାରାରେ ପରିପୁଷ୍ଟ ହୋଇଥାଏ। ଜପ ସାଧନା କରି ପ୍ରଥମେ ନିଜର ଚିତ୍ତ ଶୁଦ୍ଧି କର। ଚିତ୍ତ ଶୁଦ୍ଧି ନହେଲେ ଏକାଗ୍ରତା ମିଳିନଥାଏ। ଯେକୌଣସି ମନ୍ତ୍ରର ଜପ ଏବଂ ପ୍ରାଣାୟାମ ଦ୍ୱାରା ମନ୍ତ୍ର ସ୍ଥିର ହୋଇ ସମସ୍ତ ପ୍ରକାର ସଂକଳ୍ପ ବିକଳ୍ପ ହୋଇଥାଏ। ମନକୁ ଏକାଗ୍ର କରିବାର ଶକ୍ତି ବୃଦ୍ଧି ପାଏ। ଆରମ୍ଭରେ ମନକୁ କୌଣସି ସ୍ଥୂଳ ଲକ୍ଷ୍ୟ ଉପରେ ଏକାଗ୍ର କର। ଅଭ୍ୟାସ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସୂକ୍ଷ୍ମ ପଦାର୍ଥ ତଥା ଭଗବାନଙ୍କ ଉପରେ ମନ ସଫଳତା ପୂର୍ବକ ଏକାଗ୍ର ହୋଇପାରେ। ସ୍ଥୂଳ ବସ୍ତୁ ଉପରେ ଏକାଗ୍ରତା ଅଭ୍ୟାସ କରିବା ପାଇଁ କ୍ଳାନ୍ତ ଦେହରେ କଳା ମଣ୍ଡଳ ଆଙ୍କ ମହମବତୀ ଜ୍ୟୋତି ପ୍ରକାଶମାନ ନକ୍ଷତ୍ର ଚନ୍ଦ୍ରମା ପ୍ରଣବ ରାମ କୃଷ୍ଣ ବା ଶିବଙ୍କର ଚିତ୍ର ଆଙ୍କି ଆଖି ଆଗରେ ରଖି ତା ଉପରେ ଦୃଷ୍ଟି ଠିକ୍ ରଖ। ସୂକ୍ଷ୍ମ ବସ୍ତୁ ଉପରେ ଧ୍ୟାନ କରିବା ପାଇଁ ହେଲେ ତୁମକୁ ଇଷ୍ଟ ଦେବଙ୍କର ଚିତ୍ର କିଛି କ୍ଷଣ ଭଲ ଭାବେ ଦେଖି ନେଇ ଚକ୍ଷୁ ବନ୍ଦ କର। ସେହି ଆକାରରେ ଧ୍ୟାନ ନିଜର ଭ୍ରୁ ମଧ୍ୟରେ ହୃଦୟ କମଳରେ ବା ମୂଳାଧାର ଇତ୍ୟାଦି କୌଣସି ଚକ୍ର ଉପରେ ନିବିଷ୍ଟ କର। ନିଜର ଇଷ୍ଟ ଦେବତାଙ୍କର କୌଣସି ଦୈବୀ ଗୁଣ ଯେପରି ପ୍ରେମ ଦୟା ଏବଂ ଅନ୍ୟ ଅବ୍ୟକ୍ତ ଗୁଣ ଧ୍ୟାନ କର। ଜପର ମହିମା ମନୁଷ୍ୟକୁ କେବଳ ଭାତ ଖାଇବା ଜୀବିତ ରହି ନପାରେ, କିନ୍ତୁ ଈଶ୍ୱରଙ୍କର ନାମ ନେଇ ସେହି ଆମର ହୋଇପାରେ। ଈଶ୍ୱରଙ୍କ ନାମର ଅଲୌକିକ ପ୍ରଭାବ ପାଣି ଉପରେ ପଥର ଭାସୁକୁ ଲାଗିଲା। ଲହ ଲହ ଅଗ୍ନିଶିଖା ମଧ୍ୟରେ ଭକ୍ତ ପ୍ରହ୍ଲାଦ ଶୀତଳତା ମିଳିଥିଲା। ମୀରାଙ୍କୁ ଦିଆଯାଇଥିବା ବିଷ ଅମୃତ ହୋଇଗଲା। ଧନ୍ୟ ସେ ନାମ, ଧନ୍ୟତା ଶକ୍ତି। ଭଗବାନଙ୍କର ପ୍ରତ୍ୟେକ ନାମ ଅମୃତ ଅଟେ। ତାହା ମଧୁଠାରୁ ମଧ୍ୟ ଅଧିକ ମଧୁର। ତାହା ବେଦର ସାର ଅଟେ। ଦେବତା ଏବଂ ରାକ୍ଷସ ସମୁଦ୍ର ମନ୍ଥନ କରି ଅମୃତ ବାହାର କଲେ, ସେହିପରି ଚାରି ବେଦକୁ ମନ୍ଥନ କରି ରାମ ନାମ ରୂପୀ ସାର ବାହାର କରାଯାଇଛି। ମହର୍ଷି ବାଲ୍ମୀକିଙ୍କ ପରି ତଥା ମହାବୀର ହନୁମାନଙ୍କ ଭଳି ସର୍ବଦା ଏହି ଅମୃତ ପାନ କର। ରାଜମହଲ ପ୍ରସାଦ ଦୁଗ୍ଧପନ ଭୀମସଜ୍ଜାର ଆରାମ ଚୌକି ସୁଫା ବିଦ୍ୟୁତଙ୍କା ପନ୍ନାଢ ଆଲୋକ ସୁନ୍ଦର ବାଟିକା ସମସ୍ତ କେବଳ ଶ୍ମଶାନ ତୁଲ୍ୟ ତେଜ। ଯଦି ସେଠାରେ ଥରି କୀର୍ତ୍ତନ ନ ହେଉଥାଏ, ସନ୍ଥ ସମାଗମ ନଥାଏ, କିନ୍ତୁ ସେହି ପର୍ଣ୍ଣ କୋଟରୀ ଧନ୍ୟ ଯେଉଁଠାରେ ନିରନ୍ତର ରାମ ନାମ ରୂପ ଅମୃତ ବର୍ଷା ହେଉଥାଏ। ପ୍ରକୃତ ବୈରାଗ୍ୟ ଆଶ୍ରୟ ନିଅ, ଏକାନ୍ତ ବାସ କର। 54 କୋଟି ଓମ୍ ନମୋ ନାରାୟଣ ମନ୍ତ୍ର ଜପ ଖଣ୍ଡ ଭାବେ କର। ଏହା 4 ବର୍ଷ ମଧ୍ୟରେ ସମାପ୍ତ ହୋଇପାରେ। ପ୍ରତ୍ୟହ 1 ଲକ୍ଷ ଜପ କର। ତୁମେ ପ୍ରତ୍ୟେକ ରୂପେ ଈଶ୍ୱରଙ୍କୁ ସାକ୍ଷାତ କରିପାରିବ। ଜପ ଚିତ୍ତ ଶୁଦ୍ଧକ ଅଟେ। ଏହି ଚିତ୍ତ ଭିତ୍ତିରେ ଗୁଡ଼ିକ ଅର୍ଥାତ୍ ବିଚାର ଗୁଡ଼ିକୁ ବିଷୟ ଆଡ଼କୁ ଧାଇଁବାକୁ ଦିଏ ନାହିଁ। ଏହା ବୁଦ୍ଧିକୁ ଭଗବାନଙ୍କ ଆଡ଼କୁ ଟାଣିଥାଏ। ମନ୍ତ୍ରର ଉଚ୍ଚାରଣ ଓ ଦ୍ୱାରା ଉତ୍ପନ୍ନ ସ୍ପନ୍ଦନ ମାନଙ୍କର ପରସ୍ପର ସମ୍ବନ୍ଧ ହିରଣ୍ୟ ଗର୍ଭର ତଥା ଜପ ବୁଦ୍ଧିକୁ ସଂସାର ଆକର୍ଷଣରୁ ବିମୁଖ କରି ପ୍ରକାଶ ଆଡ଼କୁ ଘେନିଯାଅ। ଭଗବାନଙ୍କର ନାମ ଆତ୍ମିକ ଜ୍ଞାନର ପ୍ରତ୍ୟକ୍ଷ ଭଣ୍ଡାର ଅଟେ। ଯନ୍ତ୍ର ପରି ଭଗବାନଙ୍କର ନାମ ଜପ ଆତ୍ମିକ ଉନ୍ନତିରେ ଯୋଗାଇ ଦିଏ। ସତ୍ୟ ଯୁଗରେ କେବଳ ଧ୍ୟାନ ମାର୍ଗ ହିଁ ସାଧନା ଥିଲା, କାରଣ ସେ ଯୁଗରେ ମନୁଷ୍ୟ ବୁଦ୍ଧି ସାଧାରଣତଃ ଶୁଦ୍ଧି ଏବଂ ବିଘ୍ନରୁ ମୁକ୍ତ ଥିଲା। ତ୍ରେତା ଯୁଗରେ ବଳିଦାନ ପ୍ରଚଳିତ ଥିଲା, କାରଣ ଯଜ୍ଞର ସାମଗ୍ରୀ ସୁବିଧା ପୂର୍ବକ ପର୍ଯ୍ୟାପ୍ତ ଥିଲା। ସେହି ଯୁଗରେ ମନୁଷ୍ୟ କେତେକାଂଶରେ ରଜା ବନିଥିଲେ। ଦ୍ୱାପର ଯୁଗରେ ପୂଜାର ପ୍ରଥା ପ୍ରଣାଳୀ ଉପରେ ଜୋର ଦିଆଯାଉଥିଲା।
कली जुगरे मनुष्य बुद्धि तथा प्रकृति साधारण भोग कुष्ट ध्यान पूजा बड़ी विश्व वेद जुगरी संभव नहीं उच्च शरीर भगवान नाम कीर्तन जुगरी प्रधान साधन बटे भगवान नाम कीर्तन नौका सहित अटे संकीर्तन कात सदृश्य अटे राम नाम चारि वेदर सार अटे जो व्यक्ति निरंतर राम नाम जप करे एवं चक्षुर प्रेमर अश्रु बुहाए ताको स्थायी आनंद एवं शांति मिलता है राम नाम तर पथ प्रदर्शक होता है भगवान नाम रूप शक्ति पाखरे थिले मनुष्य सर्वावस्था सुरक्षित था जीवन रे सर्वापेक्षा संकटमय परिस्थिति केवल भगवान नाम ही आमको रक्षा करे प्रहलाद ध्रुव सनक आदि केवल नाम स्मरण द्वारा ही भगवान दर्शन लाभ करते जोगी चित्त शुद्धि निरुद्ध द्वारा ज्ञानी ब्रह्माकार वृत्ति धारण करी तथा भक्त केवल भगवान नाम स्मरण कीर्तन द्वारा भव सागर पार हो जाए प्रिय मित्र भगवान अपार शक्ति अनुभव कर निरंतर तंकर भजन कर समय अस्थिर नाम स्मरण भजन कीर्तन तथा ध्यान द्वारा जीवन रस व्यवहार कर राम नाम महिमा द्वारा असंभव संभव होता है नाम कीर्तन बिना समस्त संसार श्मशान तुल्य अटे राम नामर साधक दुख को सुख मन कर जहाँ ठारे राग जहाँ ठारे राग अत्यश न थाय काम क्रोध आदि समस्त रिपु तार अनु गत्य स्वीकार करती भगवान नाम शक्तिर सत्य अटे नाम जप द्वारा चित्त दर्पण परिशुद्ध हो जाए भगवान नाम ही समस्त प्रकार औषध अटे केवल ताहारी उपरे भरोसा रख यह एक शक्तिशाली प्रकाश बलकारक टनिक सर्प रोग नाशक रासायनिक अटे नाम ही मार्ग नाम ही श्रद्धार चरम लक्ष्य भगवान नाम प्रताप तथा महिमा अगम्य अगोचर यह अपार शक्ति भंडार राम नाम दीर्घायु प्रदान करे एपरी कि मनुष्य अमरत्व प्रदान करे भगवान नाम तुमर मुख्य धारा समर्थक रक्षक धर्म केन्द्र आदर्श तथा विश्वास स्थान अटे जो मानकर समय यथेष्ट अच्छी से माने प्रत्येक खूब कम रे 50,000 राम नाम जप करवा उचित यह केवल 8 घंटे कर जो माने संगीत प्रिय से माने मंत्र को मृदु सुर गाई पारती एकांतरे बसी राम नाम जप करो भाव समाधि प्राप्त हेव राम